ହାତୀ ଲେଖେନ୍ ପରବ ଆସିଲା ଆଉ ମାଉଁସ ପିଠାଟା ନାହିଁ ହେଲେ ଆଉ କ'ଣ ବନ୍ଦଣାଟା ବନ୍ଦଣା ଭଳିଆ ଲାଗିବ କି? ଆମେ ବନେଇଥିଲୁ ଆଜି ମାଂସ ପିଠା ବହୁତ ଟେଷ୍ଟି ଲାଗୁଥିଲା ଯୋଉଟାକି ଆମର ଧିଙ୍ଗମାନି ମାଂସ ଭାଗ ମିଳିଥିଲା। ତାକୁ ପୁରା ମସଲା ଫସଲି ଦେଇକି ପୁରା ସାନିକି ରଖିଦେଇଥିଲି ଆଉ ତ କଷିଦେଲି ପୁରା ଚଟଚଟିଆ କରି ଆଉ ପାଣି ନୁଟେ ଢାଳିଦେଲି। ଆଉ ପୁରା ବଳକେଇ ସାରିଲା ପରେ ଟିକେ ସେ ତାର ଉପରେ ହାୱାଟା ଉଡ଼େଇଦେଲି। ହାୱାଟା ଉଡ଼େଇ ସାରିକିରି ଚୁନା ଦେଇକି ପୁରା ବଢ଼ିଆ ସେ ଗୁଳେଇ ନେଲି ଆଉ ଥାପିଦେଲି ପୁରା ପିଠା ଆଉ। ବହୁତ ଟେଷ୍ଟି ଲାଗିଥିଲା। ଆପଣ ଯଦି ମାଂସ ପିଠା ବନେଇ ନାହାନ୍ତି ଏମିତି ବନାନ୍ତୁ ଆଉ ଖାଆନ୍ତୁ ବହୁତ ସୁନ୍ଦର ଲାଗେ। ଆଉ ପତ୍ରରେ ଚାହିଁଲେ ପୋଡ଼ି ପାରିବେ ଆଉ ନିଆଁରେ ଚାହିଁଲେ ପୋଡ଼ି ପାରିବେ। ଆମର ତ କାଠ ନଥିଲା ତ ମୁଁ ଏମିତି ବନେଇ ଦେଇଥିଲି। ଆଉ କମେଣ୍ଟ କରି କହିବେ ଯେ ଆପଣଙ୍କ ସାଇଡ଼ରେ କେତେ କେତେ ମାଂସ ଦେଇଥାନ୍ତି ଧିଙ୍ଗମାନିର, ପନଗେ ନା ଚଉତେ ନା ଚୁକୁନୁ ଟିକେ। ଆମର ତ ପୁରା ପନଗେ ଦେଇଥାନ୍ତି ଯାହାର ପିଠା ହେଇକିରି ଇଆଡ଼େ ତରକାରୀ ହେଇକିରି ବି ବଳି ଯାଇଥାଏ। ଆଉ ମୁଁ ଟେଷ୍ଟ କରିକି ଆପଣମାନଙ୍କୁ ଦେଖଉଛି ଦେଖନ୍ତୁ। ପୁରା ମସମସିଆ ହେଇଥିଲା। ମୁଁ ତ ଗୋଟେ ପିଠା ଏକାଥର ଖାଇକି ଉଡ଼େଇଦେଲି। ବହୁତ ଟେଷ୍ଟି ଲାଗୁଥିଲା।